ବ୍ରାହ୍ମଣର ଭାଗ୍ୟ। ପରିବେଷଣ ପରଶୁରାମ ବେହେରା। ଗାଁ ଶେଷ ମୁଣ୍ଡରେ ଗରିବ ବ୍ରାହ୍ମଣଟିଏ ରହୁଥିଲା। ବିଧାତା ତା ଭାଗ୍ୟରେ ବହୁ ଦୁଃଖ ଲେଖିଥିଲେ। ତା ଭାଗ୍ୟରେ କେବେ ବି ପେଟ ପୂରା ମୁଠାଏ ଖାଇବା ପାଇଁ ନଥିଲା। ବ୍ରାହ୍ମଣ ଯେତେବେଳେ ଖାଇବାକୁ ବସୁଥିଲା, ଠିକ୍ ଅଧାଖିଆ ବେଳେ କେହି ନା କେହି ଆସି ତା ଖାଇବାରେ ବାଧା ଉପୁଜାଉଥିଲା, ନତୁବା କିଛି ଗୋଟେ ଅଘଟଣ ଘଟୁଥିଲା, ଯାହାଫଳରେ ସେ ଆଉ ଖାଇପାରୁନଥିଲା। ଥରେ ସେ ଖାଇବା ପାଇଁ ରାଜାଙ୍କ ପାଖରୁ ନିମନ୍ତ୍ରଣ ପାଇଲା। ଖୁସିରେ ଗଦଗଦ ହେଇ ବ୍ରାହ୍ମଣ ତା ସ୍ତ୍ରୀକୁ ଏକଥା ଜଣାଇଲା। କହିଲା, ବୁଝିଲୁ, ମୁଁ ଜୀବନ ସାରା କେବେ ବି ପେଟ ପୂରା ମୁଠାଏ ଖାଇନି। ଆଜି ମୋ ଭାଗ୍ୟ, ରାଜାଙ୍କ ଘରୁ ନିମନ୍ତ୍ରଣ ଆସିଛି। ବ୍ରାହ୍ମଣର ସ୍ତ୍ରୀ ଏକଥା ଶୁଣି ଖୁସି ମନରେ ବ୍ରାହ୍ମଣକୁ ନୂଆ ଲୁଗା ପିନ୍ଧାଇ ରାଜାଙ୍କ ଉଆସକୁ ପଠେଇଲା। ବାଟରେ ଯାଉ ଯାଉ ଡେରି ହେଇଗଲା। ବ୍ରାହ୍ମଣ ସନ୍ଧ୍ୟାବେଳକୁ ରାଜାଙ୍କ ଉଆସରେ ଯାଇ ପହଞ୍ଚିଲା। ସେଠାରେ ବ୍ରାହ୍ମଣକୁ ଉଚିତ ରାଜକୀୟ ସମ୍ମାନ ଦିଆଗଲା ଏବଂ 100 ପ୍ରକାର ସୁସ୍ୱାଦୁ ଖାଦ୍ୟ ତା ପାଖରେ ପରସି ଦିଆଗଲା। ଏତେ ପ୍ରକାର ସୁସ୍ୱାଦୁ ଖାଦ୍ୟ ଦେଖି ବ୍ରାହ୍ମଣ ବହୁତ ଖୁସି ହୋଇଗଲା। ସେ ମନେ ମନେ ଭାବିଲା, ଯାହା ହଉ, ଏତେ ଦିନ ପରେ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ମିଳିଛି। ଯେମିତି ହେଉ ଆଜି ପେଟ ପୂରା ଖାଇବି। ଏପରି ଭାବି ସେ ଖାଇବାକୁ ବସି ପଡ଼ିଲା। ମାତ୍ର ବିଧାତାଙ୍କ ନିୟମ ଥିଲା ବ୍ରାହ୍ମଣ ପାଇଁ ଅଲଗା। ବ୍ରାହ୍ମଣ ଗଣ୍ଡାଏ ଖାଦ୍ୟ ପାଟିକୁ ନେଇନି, ଘଟଣାଟିଏ ଘଟିଗଲା। ଛୋଟ ମାଟି ହାଣ୍ଡିଟିଏ ଛାତରୁ ଶିକାରେ ଝୁଲୁଥିଲା। ବ୍ରାହ୍ମଣ ଖାଇ ବସିଲା ବେଳେ ଶିକା ଛିଣ୍ଡି ପଡ଼ିଲା ଓ ମାଟି ହାଣ୍ଡିଟି ଭାଙ୍ଗିଗଲା। ହାଣ୍ଡିର ଖପରାତକ ବ୍ରାହ୍ମଣର ଖାଇବା ଥାଳି ଉପରକୁ ଛିଟିକି ପଡ଼ିଲା। ବ୍ରାହ୍ମଣ ସାଙ୍ଗେ ସାଙ୍ଗେ ଖାଇବା ବନ୍ଦ କରିଦେଲା ଓ ଗଣ୍ଡୁସେ ପାଦୁକ ପାଣି ପାଇ ଖାଇବା ଶେଷ କଲା। ତାପରେ ମୁହଁ ହାତ ଧୋଇ ରାଜାଙ୍କ ପାଖକୁ ଗଲା। ରାଜା ତାକୁ ସସମ୍ମାନେ ପଚାରିଲେ, ବ୍ରାହ୍ମଣ ମହାଶୟ, ଆପଣ ଭୋଜନରେ ସନ୍ତୁଷ୍ଟ ତ? ଏକଥା ଶୁଣି ବ୍ରାହ୍ମଣ ମନ ଦୁଃଖରେ କହିଲା, ମହାରାଜ, ଆପଣଙ୍କ ସେବାରେ ମୁଁ ସନ୍ତୁଷ୍ଟ। ମାତ୍ର ମୋ ନିଜ ଭାଗ୍ୟ ଦୋଷରୁ ମୁଁ ପୂରା ଆହାର କରିପାରିଲିନି। ରାଜା ଏହାର କାରଣ ପୁଚ୍ଛା କରନ୍ତେ ବ୍ରାହ୍ମଣ ସମସ୍ତ ଘଟଣା ଆମୂଳଚୂଳ ବର୍ଣ୍ଣନା କଲା। ସବୁ ଶୁଣି ରାଜା ରାଗରେ ନିଆଁବାଣ ହୋଇଗଲେ। ଚାକର ପୂଜାରୀଙ୍କୁ ଡାକି ବହୁତ ଗାଳି ଫଜିତ କଲେ ଏବଂ ବ୍ରାହ୍ମଣକୁ ଅନୁରୋଧ କରି କହିଲେ, ମହାଶୟ, ଆଜି ରାତିକ ଆପଣ ମୋର ଆତିଥ୍ୟ ଗ୍ରହଣ କରନ୍ତୁ। କାଲି ଦିନରେ ମୁଁ ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରି ଆପଣଙ୍କୁ ପରସିବି। ରାଜାଙ୍କ ଅନୁରୋଧ ରକ୍ଷା କରି ବ୍ରାହ୍ମଣ ସେହି ରାତିଟି ରାଜାଙ୍କ ଉଆସରେ ରହିଲା। ପରଦିନ ରାଜା ନିଜେ ବ୍ରାହ୍ମଣ ପାଇଁ ଭୋଜନର ସମସ୍ତ ବ୍ୟବସ୍ଥା କଲେ। ନିଜେ ରୋଷଘରେ ରହି ରନ୍ଧାରନ୍ଧି ତଦାରଖ କଲେ। ଏପରିକି କେଇ ପ୍ରକାର ଖାଦ୍ୟ ନିଜେ ମଧ୍ୟ ରାନ୍ଧିଲେ। ଗୋଟେ ବଡ଼ ପରିଷ୍କାର ଘରେ ବ୍ରାହ୍ମଣ ପାଇଁ ଖାଦ୍ୟ ବଢ଼ାଗଲା। ବ୍ରାହ୍ମଣ ଭୋଜନର ଏପରି ପ୍ରସ୍ତୁତି ପର୍ବ ଦେଖି ଖୁସି ହୋଇଗଲା ଓ ଖାଇବାକୁ ବସିଲା। ଖାଇବା ପାଖରେ ସ୍ୱୟଂ ରାଜା ବ୍ରାହ୍ମଣ ପାଖରେ ବସି ରହିଲେ। ଠିକ୍ ଅଧାଖିଆ ଅବସ୍ଥାରେ ବିଧାତା ବ୍ରାହ୍ମଣର ଖାଦ୍ୟ ନଷ୍ଟ କରିବା କଥା ଚିନ୍ତା କଲେ। କିନ୍ତୁ ଏଥିପାଇଁ କିଛି ଉପାୟ ତାଙ୍କ ମୁଣ୍ଡକୁ ଜୁଟିଲା ନାହିଁ। ଅଗତ୍ୟା ସେ ନିଜେ ଗୋଟେ ସୁନା ବେଙ୍ଗ ହୋଇ ବ୍ରାହ୍ମଣର ଖାଇବା ଥାଳିକୁ ଡେଇଁ ପଡ଼ିଲେ। ବ୍ରାହ୍ମଣ ଖାଇବାରେ ଏତେ ନିମଗ୍ନ ଥିଲା ଯେ ଖାଉ ଖାଉ ସୁନା ବେଙ୍ଗଟାକୁ ମଧ୍ୟ ଗିଳିଦେଲା। ଭୋଜନ ଶେଷରେ ବ୍ରାହ୍ମଣକୁ ରାଜା ପଚାରିଲେ, ମହାଶୟ, ଆପଣ ଆଜି ଭୋଜନରେ ସନ୍ତୁଷ୍ଟ ତ? ବ୍ରାହ୍ମଣ ଖୁସିରେ କହିଲା, ମୋ ଜୀବନରେ ୟା ପୂର୍ବରୁ ମୁଁ କେବେ ଏପରି ଭୋଜନ କରିନଥିଲି। ତାପରେ ଦକ୍ଷିଣା ସ୍ୱରୂପ କିଛି ସୁନା ମୁଦ୍ରା ରାଜାଙ୍କ ଠାରୁ ନେଇ ବ୍ରାହ୍ମଣ ନିଜ ଘରକୁ ଫେରିଲା। ଘରକୁ ଫେରିବା ବାଟରେ ଜଙ୍ଗଲରେ ଯାଉ ଯାଉ ହଠାତ୍ ବ୍ରାହ୍ମଣକୁ ଗୋଟେ ସ୍ୱର ଶୁଣାଗଲା, ମୋତେ ଛାଡ଼ିଦେ। କୋଉଠି ସ୍ୱରଟି ଶୁଭୁଛି ବ୍ରାହ୍ମଣ କିଛି ଠଉରେଇ ପାରିଲା ନାହିଁ। ସେ ଥମକି ଛିଡ଼ା ହେଲା। ଏଣେ ତେଣେ ଚାହିଁଲା, ପୁଣି ଚାଲିଲା। କିଛି ସମୟ ପରେ ସ୍ୱରଟି ପୁଣି ଥରେ ଶୁଣାଗଲା। ଏଥର ବ୍ରାହ୍ମଣ ସାହସ ସଞ୍ଚୟ କରି ପଚାରିଲା, ତୁମେ କିଏ? ଉତ୍ତର ଆସିଲା, ମୁଁ ହେଉଛି ବିଧାତା। ବ୍ରାହ୍ମଣ ପୁଣି ଥରେ ପଚାରିଲା,
ତୁମେ କେଉଁଠି ଅଛ? ବିଧାତା ଉତ୍ତର ଦେଲେ, ମୁଁ ତ ପେଟ ଭିତରେ ଅଛି। ତୁ ମୋତେ ଗିଳି ଦେଇଛୁ। ବେଙ୍ଗ ହେଇ ମୁଁ ତ ଖାଦ୍ୟରେ ପଡ଼ିଗଲି, ଆଉ ତୁ ମୋତେ ଗିଳିଦେଲୁ। ବ୍ରାହ୍ମଣ ଥଟ୍ଟା କରି କହିଲା, ଆହା, ଏଇଟା ତ ଜମାରୁ ଭଲ ହେଲା ନାହିଁ। ତେବେ ସାରା ଜୀବନ ତମେ ମୋତେ ହଇରାଣ କରିଛ। ତମେ ଭାରି ବଦମାସ। ମୁଁ ତମକୁ ଜମାରୁ ଛାଡ଼ିବି ନାହିଁ। ମୋ ପାଟିକୁ ଜମାରୁ ମେଲା କରିବି ନାହିଁ। ବ୍ରାହ୍ମଣର କଥା ଶୁଣି ବିଧାତା ଡରିଗଲେ। କାନ୍ଦୁଣୁ ମାନ୍ଦୁଣୁ ହେଇ କହିଲେ, ମୋତେ ତୁ ଛାଡ଼ିଦେ। ମୁଁ ତ ପେଟ ଭିତରେ ରହି ଅଣନିଶ୍ୱାସୀ ହୋଇପଡ଼ିଲିଣି। ବ୍ରାହ୍ମଣ ବିଧାତାଙ୍କର କୌଣସି କଥା ନ ଶୁଣି ଘରକୁ ଏକମୁହାଁ ହୋଇ ଦୌଡ଼ିଲା। ଘରେ ପହଞ୍ଚି ସେ ତା ସ୍ତ୍ରୀକୁ କହିଲା, ମୋତେ ହୁକା ସଜାଡ଼ି ଦେ, ଆଉ ତୁ ଗୋଟେ ବାଡ଼ି ଧରି ମୋ ପାଖରେ ଠିଆ ହୋଇ ରହ। ତା ସ୍ତ୍ରୀ ସଙ୍ଗେ ସଙ୍ଗେ ହୁକା ତିଆରି କରି ବ୍ରାହ୍ମଣକୁ ଦେଲା ଓ ନିଜେ ଗୋଟେ ବାଡ଼ି ଧରି ପାଖରେ ଠିଆ ହୋଇ ରହିଲା। ବ୍ରାହ୍ମଣ ଆନନ୍ଦରେ ବହୁତ ସମୟ ଯାଇ ହୁକା ଟାଣିଲା। ବିଧାତା ବ୍ରାହ୍ମଣର ପେଟ ଭିତରେ ରହି ହୁକା ଧୂଆଁରେ ଅଣନିଶ୍ୱାସୀ ହୋଇଗଲେ। ବିକଳରେ ଖାଲି କାନ୍ଦିଲେ। ହେଲେ ବ୍ରାହ୍ମଣ କିଛି ନ ଶୁଣିଲା ପରି ସୋଠା ପରେ ସୋଠା ହୁକା ଟାଣି ଚାଲିଲା। ତେଣେ ବିଧାତାଙ୍କ ଅନୁପସ୍ଥିତିରେ ତିନି ଭୁବନରେ ଭୟଙ୍କର ଗଣ୍ଡଗୋଳ ଆରମ୍ଭ ହୋଇଗଲା। ସାରା ସୃଷ୍ଟି ଅଚଳ ହୋଇପଡ଼ିଲା। ଏହା ଦେଖି ଦେବତାମାନେ ଗୋଟେ ସଭା ଡକାଇଲେ। ସେହି ସଭାରେ ଜଣେ ଦେବତାଙ୍କୁ ବ୍ରାହ୍ମଣ ପାଖକୁ ପଠାଇବାକୁ ସ୍ଥିର ହେଲା। ସର୍ବସମ୍ମତିକ୍ରମେ ଲକ୍ଷ୍ମୀ ଠାକୁରାଣୀକୁ ବ୍ରାହ୍ମଣ ପାଖକୁ ପଠାଗଲା। ବ୍ରାହ୍ମଣ ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀଙ୍କୁ ତା ଘର ଦୁଆର ମୁହଁରେ ଦେଖି ବହୁତ ଖୁସି ହୋଇଗଲା। ବେକରେ ଗାମୁଛା ଗୁଡ଼େଇ ନତମସ୍ତକ ହେଇ ଲକ୍ଷ୍ମୀ ଠାକୁରାଣୀଙ୍କୁ ସେ ବସିବାକୁ ଆସନ ଦେଲା, ଆଉ ଆସିବାର କାରଣ ପଚାରିଲା। ଲକ୍ଷ୍ମୀ ଠାକୁରାଣୀ କହିଲେ, ବ୍ରାହ୍ମଣ, ସ୍ୱୟଂ ବିଧାତା ତୋ ପେଟ ଭିତରେ ବନ୍ଦୀ ଅବସ୍ଥାରେ ଅଛନ୍ତି। ତୁ ତାକୁ ତୁରନ୍ତ ଛାଡ଼ିଦେ, ନଚେତ୍ ସୃଷ୍ଟି ଧ୍ୱଂସ ହୋଇଯିବ। ଏ କଥା ଶୁଣି ବ୍ରାହ୍ମଣର ରାଗ ପଞ୍ଚମକୁ ଉଠିଗଲା। ସେ ତା ସ୍ତ୍ରୀକୁ ଡକା ପାରି କହିଲା, ଆଲୋ, କୁଆଡ଼େ ଗଲୁ? ସେ ମୂଳିଆ ବାଉଁଶ ଠେଙ୍ଗାଟା ଆଣେ, ଆ ଦେଖିବୁ ଆ। ଜନ୍ମରୁ ମୋତେ ବର୍ଜନ କରିଥିବା ଲକ୍ଷ୍ମୀ ଠାକୁରାଣୀଙ୍କ ଅବସ୍ଥା ମୁଁ କ'ଣ କରୁଛି। ଆଜି ତାର ଦୁର୍ଭାଗ୍ୟ, ସେ ମୋ ଦାଣ୍ଡ ଦୁଆରକୁ ଆସିଛି। ଏ କଥା ଶୁଣି ଲକ୍ଷ୍ମୀ ଠାକୁରାଣୀ ଛାନିଆରେ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ପଳାଇଗଲେ। ସ୍ୱର୍ଗପୁରକୁ ଫେରିଯାଇ ଦେବତାମାନଙ୍କୁ ସବୁ କଥା କହିଲେ। ଦେବତାମାନଙ୍କ ଭିତରେ ପୁଣି ଭାଳେଣି ପଡ଼ିଲା। ବହୁ ବିଚାର ବିମର୍ଶ ପରେ ସରସ୍ୱତୀଙ୍କୁ ବ୍ରାହ୍ମଣ ପାଖକୁ ପଠାଗଲା। ସରସ୍ୱତୀଙ୍କୁ ନିଜ ଦାଣ୍ଡ ଦୁଆରେ ଦେଖି ବ୍ରାହ୍ମଣ ବସିବାକୁ ଆସନ ଦେଲା ଓ ଆସିବାର କାରଣ ପଚାରିଲା। ସରସ୍ୱତୀ ମଧ୍ୟ ଲକ୍ଷ୍ମୀଙ୍କ ପରି ବିଧାତାଙ୍କୁ ତା ପେଟ ଭିତରୁ ଛାଡ଼ିଦେବା ପାଇଁ ଅନୁରୋଧ କଲେ। ବ୍ରାହ୍ମଣ ତ ଆହୁରି ଚାଲାକ। ସେ ପୂର୍ବ ପରି ବଡ଼ ପାଟିରେ ଚିତ୍କାର କରି ସ୍ତ୍ରୀକୁ ଡାକିଲା। କହିଲା, ଆଉ ଡେରି କରନା, ଶୀଘ୍ର ବାଡ଼ିଟା ଆଣ। ପିଲାବେଳେ ସରସ୍ୱତୀ ମୋତେ 2 ଅକ୍ଷର ପାଠ ଦେଲାନି। ଏବେ ଆସିଛି ମୋ ଦୁଆରକୁ ବିଧାତାକୁ ମୁକୁଳେଇବ। ଏ ଜ୍ଞାନର ଦେବୀକୁ ମୁଁ ଆଜି ସାବାଡ଼ କରିଦେବି। ଲକ୍ଷ୍ମୀ ଠାକୁରାଣୀଙ୍କ ପରି ସରସ୍ୱତୀ ମଧ୍ୟ ଛାନିଆରେ ତା ଦାଣ୍ଡରୁ ପଳାଇଗଲେ। ଶେଷରେ ଦେବତାମାନେ ଶିବଙ୍କୁ ବ୍ରାହ୍ମଣ ପାଖକୁ ପଠାଇବାକୁ ମନସ୍ଥ କଲେ, କାରଣ ବ୍ରାହ୍ମଣ ଥିଲା ଶିବଙ୍କର ଭକ୍ତ। ସେ ନୀତି ଶିବଙ୍କୁ ଆଗ ଭକ୍ତିର ସହ ପୂଜା କରୁଥିଲା, ତାପରେ ଯାଇ ଜଳ ଗ୍ରହଣ କରୁଥିଲା। ବ୍ରାହ୍ମଣ ସ୍ୱୟଂ ଶିବକୁ ନିଜ ଦୁଆର ମୁହଁରେ ଦେଖି ଭକ୍ତିରେ ଗଦଗଦ ହୋଇପଡ଼ିଲା। ବ୍ରାହ୍ମଣ ବ୍ରାହ୍ମଣୀ ଦୁହେଁ ଶିବଙ୍କ ପାଦ ଧୋଇଦେଲେ, ଆସନ ପାରିଦେଲେ। ତାଙ୍କୁ ଦୁବ, ବେଲପତ୍ର, ଫୁଲ, ଚାଉଳ ଓ ଚନ୍ଦନ ଦେଇ ପୂଜା କଲେ। ତାପରେ ତାଙ୍କ ଆସିବାର କାରଣ ପଚାରିଲେ। ଶିବ ବ୍ରାହ୍ମଣକୁ କହିଲେ, ବ୍ରାହ୍ମଣ, ବିଧାତା ତୋ ପେଟରେ ବନ୍ଦୀ ଅଛନ୍ତି। ତୁ ତାକୁ ଛାଡ଼ିଦେ। ତେଣେ 3 ଭୁବନ ଅଚଳ ହୋଇପଡ଼ିଲାଣି। କିଛି ସମୟ ଭିତରେ ସମଗ୍ର ବିଶ୍ୱ ବିଧାତାଙ୍କ ଅନୁପସ୍ଥିତିରେ ଧ୍ୱଂସ ହୋଇଯିବ। ଶିବଙ୍କ ଠାରୁ ଆଦେଶ ପାଇ ବ୍ରାହ୍ମଣ କହିଲା, ଆପଣ କହୁଥିବାରୁ ମୁଁ ବିଧାତାଙ୍କୁ ଛାଡ଼ିଦେବି। ହେଲେ ମୋର କ'ଣ ହେବ? ପିଲାବେଳୁ ମୁଁ ଏତେ କଷ୍ଟ ପାଇ ଆସୁଛି। ଏତେ ଦିନ ପରେ ବିଧାତାଙ୍କୁ ପାଇଥିଲି। ସେ ହିଁ ମୋ ଦୁଃଖର କାରଣ। ତେଣୁ ତାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ମୁଁ ଏପରି କରିଥିଲି। ମୋତେ କ୍ଷମା କରନ୍ତୁ ପ୍ରଭୁ। ବ୍ରାହ୍ମଣର କଥା ଶୁଣି
ଶିବ କହିଲେ, ତୋର କିଛି ଅସୁବିଧା ହେବ ନାହିଁ। ଏବେଠାରୁ ତୋ ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଏବେ ତୁ ଖୁବ୍ ଖୁସିରେ ରହିବୁ। ଆଉ ତୋ ଜୀବନ ସରିଗଲେ ମୁଁ ତତେ ସ୍ୱଦେହରେ ସ୍ୱର୍ଗଧାମକୁ ନେଇଯିବି। ଏକଥା ଶୁଣିବା ମାତ୍ରେ ବ୍ରାହ୍ମଣ ତା ପାଟି ଖୋଲିଦେଲା। ବିଧାତା ତା ପେଟ ଭିତରୁ ବାନ୍ତି ହେଇ ପଦାକୁ ବାହାରି ଆସିଲେ। ଶିବ ନିଜ କଥା ରକ୍ଷା କରି ବ୍ରାହ୍ମଣକୁ ଆଶୀର୍ବାଦ କଲେ। ଏହାପରେ ଶିବ ଓ ବିଧାତା ଆନନ୍ଦରେ ସ୍ୱର୍ଗକୁ ଫେରିଗଲେ। ନମସ୍କାର, ମୁଁ ପ୍ରଦୀପ ମଲ୍ଲିକ। ଆଜି ଶୁଣିବା ଏକ ପୁରାତନ କାହାଣୀ, ବୁଦ୍ଧି ଅବା ସାହସେ ମଣିଷ ସିଂହାସନରେ ବସେ। ପରିବେଷଣ ପରଶୁରାମ ବେହେରା। ଜଣେ ରାଜା ଥାନ୍ତି ଯେ ତାଙ୍କର 3 ପୁଅ। ବୁଢ଼ା ହେଲାରୁ ରାଜା ଭାବନାରେ ପଡ଼ିଲେ, ମୋ ଅନ୍ତେ କିଏ ରାଜଗାଦିରେ ବସିବ? ଏଥିରେ ଭାବିବାର କ'ଣ ଅଛି? ବଡ଼ ପୁଅ ତ ରାଜା ହେବା କଥା, କିନ୍ତୁ ଭାରି ଅଳସୁଆ ସେ। ଦିନ 2 ପହରକୁ ଉଠେ, 2.5 ପହରକୁ କାଠି ଲାଗି ପାଣି ଲାଗି ଦିନ 3 ପହରକୁ ମୁଣହିଁ। ରାତିରେ ଶିକାର, ନଇଲେ ଉଆସରେ ମଜଲିସ୍। ପ୍ରଜାଙ୍କ ହାନି ଲାଭ ବୁଝିବାକୁ ବେଳ କାହିଁ? ମଝିଆ ବି ବଡ଼ ଭାଇର ପିଛା ଧରି ଚାଲିଥାଏ। ସାନ କଥା ନିଆରା, ସେ ଯେମିତି କଳୁଆ ସେମିତି ବଳୁଆ। ଦିନ ରାତି ପ୍ରଜାଙ୍କ ହାନି ଲାଭ ବୁଝୁଥାଏ। ତାକୁ ରାଜ୍ୟ ଦେଇ ଦିଅନ୍ତେ, ହେଲେ ଲୋକେ ଅପଖ୍ୟାତି କରିବେ। ବଡ଼ ଥାଉଁ ଥାଉଁ ସାନକୁ ମୁଲକ ଦେଇଦେଲ। ରାଜା କିଛି ଠିକ୍ କରି ନ ପାରି ପଣ୍ଡିତ ସଭା ଡାକିଲେ। ପଣ୍ଡିତମାନେ କହିଲେ, ମହାରାଜ, ଯିଏ ବୁଦ୍ଧିଆ, ଯାହାର ଚରିତ୍ର ଭଲ, ତାକୁ ରାଜ୍ୟ ଦିଅ। ବୁଦ୍ଧି ପରଖ ହେଉ। ଯିଏ ମଣି ନାଗମଣି, ମଛମୁଦି ଓ ସରଗର ଅପ୍ସରା ଆଣିପାରିବ, ସେ ରାଜା ହେବ। ରଜା ବହୁତ ଟଙ୍କା ଟକର ଦେଇ ପୁଅମାନଙ୍କୁ ଏ ବିଷୟ ଶୁଣେଇ ଦେଲେ। 3 ରାଜା ପୁଅ ଘୋଡ଼ା ପିଠିରେ ବସି ଯାଇ ରାତି ପହରକୁ ଗୋଟିଏ ବରଗଛ ମୂଳେ ପହଞ୍ଚିଲେ। 2 ବଡ଼ ପୁଅ ନିଜକୁ ଗଛରେ ବାନ୍ଧି ରଖିଲେ, କାଳେ ବାଘ କି ଭାଲୁ ଝିଙ୍କି ନେବ। ସାନ ପୁଅ ଉଜାଗର ରହିଲା। ମଣିନାଗ ସାପ ରାତି ଅଧରେ ସମୁଦ୍ରରୁ ବାହାରିଲା। ତା ମୁଣ୍ଡ ମଣି ଆଲୁଅରେ ଚଉଦିଗ ହାଲୋଳ ହୋଇଗଲା। ମଣିଟି ଗଛ ମୂଳେ ଥୋଇ ସାପ ଚରି ବୁଲି ବାହାରିଲା ବେଳେ ସାନ ପୁଅ ଖଣ୍ଡାରେ ତାକୁ ଚୋଟେ ଦେଲା। ମଣିଟିକୁ ସାଇତି ରଖିଲା। ତାପରେ ମଣିନାଗ ସମୁଦ୍ରରୁ ଯୋଉ ବାଟେ ଆସେ, ସେ ବାଟେ ବାଟେ ସାନ ପୁଅ ଚାଲିଲା। ହ୍ରଦ କୂଳରେ 3 ଗୋଟି ସ୍ୱର୍ଗର ଅପ୍ସରାଙ୍କୁ ଦେଖିଲା। ସେମାନଙ୍କୁ ବିଭା ହେଲା। ଅପ୍ସରାମାନେ ଇନ୍ଦ୍ରକୁ ନାଚ ଦେଖାଇବା ଲାଗି ରଥରେ ବସି ସ୍ୱର୍ଗକୁ ଗଲେ। ସାନ ପୁଅ ତାଙ୍କ ସାଙ୍ଗରେ ଗଲା। ଅପ୍ସରାଙ୍କ ନାଚ ବେଳେ ବାଜା ବଜାଇଲା। ଇନ୍ଦ୍ର ତୃଷ୍ଟ ହୋଇ ସେମାନଙ୍କୁ ବହୁ ମୋତିମାଣିକ ଓ ମଛମୁଦି ଦେଲେ। ସାନ ପୁଅ ମଛମୁଦି ସେମାନଙ୍କଠାରୁ ରଖିଲା। ସାନ ଭାଇ ମଣିନାଗମଣି, ଅପ୍ସରା ଓ ମଛମୁଦି ଘେନି ମନ ଖୁସିରେ ଫେରିବାର ଦେଖି ବଡ଼ 2 ଭାଇ ହିଂସାରେ ଜଳି ଉଠିଲେ। ତାଠାରୁ ମୁଦି ଓ ମଣି ଛଡ଼ାଇ ନେଇ ତାକୁ ଗୋଟାଏ କୂଅରେ ଗୋଳାଇ ପକାଇଲେ। ଅପ୍ସରାମାନଙ୍କୁ ସାଙ୍ଗରେ ଘେନି ବିଜୟ ଦର୍ପରେ ରାଜ୍ୟକୁ ବାହୁଡ଼ିଲେ। ରାଜା ବଡ଼ ପୁଅକୁ ରାଜଗାଦି ଦେବା ବିଷୟରେ ମନ୍ତ୍ରୀ, ପଣ୍ଡିତ ଓ ସଭାସଦମାନଙ୍କ ସହିତ ବସି ମନ୍ତ୍ରଣା କରୁଛନ୍ତି। ଏତିକି ବେଳେ ସାନ ପୁଅ ଖାଲି ହାତରେ ପହଞ୍ଚିଲା। ବଡ଼ ପୁଅ କହିଲା, ଏଇଟା କିଛି ନୁହେଁ, ଗୋଟିଏ ହେଲେ ଜିନିଷ ଆଣିପାରିଲା ନାହିଁ। ମୁଁ ସବୁ ଆଣିଛି। ରାଜଗାଦି ମୋର। ମଝିଆ ମୋତେ ସାହାଯ୍ୟ କରିଛି, ସେ ମୋର ମନ୍ତ୍ରୀ ହେବ। ଅପ୍ସରୀମାନେ କହିଲେ, ଏ 2 ଭାଇ ସାନ ଭାଇଠାରୁ ସବୁ ଜିନିଷ ଛଡ଼ାଇ ନେଇ ତାକୁ କୂଅରେ ଗଳେଇ ପକାଇ ଆସିଛନ୍ତି। ଆମେ ତାକୁ ବିଭା ହେଇଛୁ। ରାଜା ଏକଥା ଶୁଣି ସାନ ପୁଅକୁ ରାଜା କରାଇଲେ, ଆଉ ବଡ଼ 2 ଭାଇଙ୍କୁ ରାଜ୍ୟରୁ ବାହାର କରିଦେଲେ। ସାନ ପୁଅକୁ ରାଜ ସିଂହାସନ ଦେଲେ। ସେ ଅପ୍ସରାମାନଙ୍କୁ ଘେନି ମହାସୁଖରେ ପ୍ରଜା ପାଳିଲା।